ବର୍ତ୍ତମାନ ଆପଣମାନଙ୍କୁ ଲାଗୁଥିବ ମୁଁ ବୋଧେ ସୁଇଜରଲ୍ୟାଣ୍ଡ ବା କିଛି ସେଇଭଳି ବରଫାବୃତ ଦେଶରେ ଅଛି, କିନ୍ତୁ ଆପଣଙ୍କର ଭାବନା ସମ୍ପୂର୍ଣ୍ଣ ଭୁଲ। ମୁଁ ବର୍ତ୍ତମାନ ରାଜସ୍ଥାନରେ ଅଛି, ମରୁଭୂମିରେ ବରଫ ଆପଣଙ୍କୁ ଦେଖେଇବି। କଣ୍ଟିନ୍ୟू କରନ୍ତୁ ଏ ଭିଡ଼ିଓଟା, ଦେଖିବେ କ'ଣ କ'ଣ ଅଛି ମରୁଭୂମିରେ। ମରୁଭୂମିରେ ବରଫ ସହିତ ପୁରା ଭ୍ୟୁ ପଏଣ୍ଟ କେମିତି ହେଇଛି ଦେଖିପାରୁଥିବେ, ତ ଭିଡ଼ିଓ କଣ୍ଟିନ୍ୟू କରନ୍ତୁ। ଆପଣମାନେ ଦେଖିପାରୁଥିବେ ଚାରିଆଡ଼େ ଖାଲି ବରଫ ହିଁ ବରଫ, ଆଉ ଚାଲିବାକୁ ବି ବହୁତ କଷ୍ଟ ହେଉଛି। ରାଜସ୍ଥାନରେ ଅଛି ଏ ବରଫ, ଦେଖିବାକୁ ଯଦି ଇଚ୍ଛା ତାହେଲେ ନିଶ୍ଚିତ ଆସିବେ। ଦେଖିପାରୁଥିବେ ଭ୍ୟୁ ପଏଣ୍ଟ କେମିତି, ଚାରିଆଡ଼େ ବରଫ ହିଁ ବରଫ। ବର୍ତ୍ତମାନ 7ଟା ବାଜିଲାଣି। ଆପଣମାନେ ରାଜସ୍ଥାନରେ ଯେଉଁ ସ୍ୱର୍ଗର ବରଫ ଦେଖିପାରୁଥିବେ, ତାର ଏତେ ହ୍ୱାଇଟ୍ ରିଫ୍ଲେକ୍ସନ୍ ହେଉଛି। 7ଟା ବାଜିଲାଣି କିନ୍ତୁ ମାନେ ଅନ୍ଧାର ହେଇନାହିଁ ବା ପୁରା କ୍ଲିଅର ଭିଜିବୁଲ୍ ହେଉଛି ସବୁ ଜିନିଷ। ସନ୍ଧ୍ୟା 7ଟା ବାଜିଲାଣି। ବର୍ତ୍ତମାନ ସ୍ୱର୍ଗର ଆଉ କିଛି ଭ୍ୟୁ ପଏଣ୍ଟ ଦେଖାଉଛି, ଦେଖିପାରୁଥିବେ ଏଟା କେମିତି ଭଲସେ ବଢ଼ିଆ ମଜାରେ ସଜା ଯାଇଛି। ଆଉ ଏଠି ଫିଲ୍ ହେଉଛି ପୁରା ବରଫ, ମାନେ ଗରମ ଜାଗାରେ ବି ଆପଣଙ୍କୁ ଥଣ୍ଡା ଫିଲ୍ ହେବ ଏ ଜାଗାଟା। ସତରେ ମୋର ଏମିତି କେବେ ବିଶ୍ୱାସ ହେଉନଥିଲା ଯେ ଡମ୍ପିଂ ୟାର୍ଡ ସ୍ୱର୍ଗ, ଯେଉଁଟା ଅଛି ରାଜସ୍ଥାନର ରାଜସମନ୍ଦ ପାଖରେ, ଯେଉଁଟାକି ବହୁତ ସାରା ମାର୍ବଲ ୱେଷ୍ଟେଜ୍, ମାର୍ବଲର ହବ୍ ଯୋଗୁଁ, ମାର୍ବଲ ୱେଷ୍ଟେଜ୍ ଗୁଣ୍ଡ ଯୋଗୁଁ ସେମାନେ କିଛି ଏମିତି ଗୋଟେ ବିକଳ୍ପ କରିଛନ୍ତି। ମାନେ ଏଠି ବହୁତ ସାରା ପ୍ରି ୱେଡ଼ିଙ୍ଗ ଫଟୋ ସୁଟ୍ ହେଉଛି, ଆଉ କାଳେ ଏତେ ଫଟୋ ସୁଟିଂ ହୁଏ ଯେ ମାନେ ସେଠି ଭିଡ଼ ଲାଗିଯାଏ। ଆଉ ଥ୍ୟାଙ୍କ ୟୁ, ମୁଁ ସନ୍ଧ୍ୟାବେଳଟାକୁ ଚୁଜ୍ କଲି। ମୋତେ ଏବେ ପୁରା ଫାଙ୍କାରେ ବୁଲିବାକୁ ସୁଯୋଗ ମିଳୁଛି। ଆଉ ଦେଖିପାରୁଥିବେ ଭ୍ୟୁ କେମିତି ହେଇଛି, ଏମିତି ଚାରିଆଡ଼େ ବରଫ ପାହାଡ଼ ଆଉ ମଝିରେ ପାଣି, ଆଉ ଏ ପାଣିର ରଙ୍ଗଟା ପୁରା ପରଫେକ୍ଟ ଲାଗୁଛି। ମାନେ ପୁରା ଏଠି ଦେଖିପାରୁଥିବେ ଡଷ୍ଟ ସବୁ କେମିତି ପଡ଼ିକି ପ୍ରଥମେ ଉଞ୍ଚା କରାହେଉଛି, ତାପରେ ଧଳାର ଡଷ୍ଟ, ଏଇଟା ହେଉଛି ଗ୍ରାନାଇଟ୍, ଗ୍ରାନାଇଟ୍ର ଡଷ୍ଟ ପଡ଼ିଛି ଏଇଠି। ପାଣି କେମିତି ହେଇଛି ଦେଖିପାରୁଥିବେ, ପାଣି ପଏଣ୍ଟଟା ପୁରା ବାଘୁଆ ଡ୍ୟାମ୍ ଭଳିଆ ଦେଖାହେଉଛି, ବାଘୁଆ ପାହାଡ଼। ଆଉ ଦେଖିପାରୁଥିବେ ପାଣି ପଏଣ୍ଟଟା, ତା ସହିତ ଟୋଟାଲ ବରଫ ପଏଣ୍ଟ। ଆଉ ଫାଇନାଲି ମୋର ସ୍ୱର୍ଗ, ଯେଉଁଟାକି ରାଜସମନ୍ଦରେ ରାଜସ୍ଥାନରେ ଅଛି, ବୁଲାବୁଲି ସରିଗଲା। ଦେଖିପାରୁଥିବେ ଭ୍ୟୁଟା କେମିତି ହେଇଛି, ଏଇଠି ସବୁ ପ୍ରି ୱେଡ଼ିଙ୍ଗ ଫଟୋସୁଟ୍ ଚାଲିଛି। ଆଉ ଟୋଟାଲ ଭ୍ୟୁ ଆପଣ ଦେଖିପାରୁଥିବେ ପୁରା ବରଫ ପାହାଡ଼ ଆଉ ବରଫ। ଏଇଟା ହେଉଛି ସ୍ୱର୍ଗକୁ ଯିବାକୁ ରାସ୍ତା। ଆପଣ ଆସିପାରିବେ, ଯାଇପାରିବେ, ବୁଲିକି ଘରକୁ ବି ଯାଇପାରିବେ। এইটা ହେଉଛି ରାଜସ୍ଥାନରେ ବହୁତ ସାରା ମାର୍ବଲ ମିଳେ। ଆଉ ମାର୍ବଲର ହବ୍ କହିଲେ ରାଜସ୍ଥାନ ଇଣ୍ଡିଆ ପାଇଁ ମାର୍ବଲର ହବ୍ କହିଲେ ଅତୃପ୍ତି ହେବ ନାହିଁ। ତ ଏଇ ଯେଉଁ ଜାଗାଟା ହେଉଛି ଡମ୍ପିଂ ୟାର୍ଡ, ଆଉ ମାନେ ମାର୍ବଲର ଡଷ୍ଟକୁ ଏମାନେ ଏତେ ଭଲ ଭାବରେ ସଜେଇଛନ୍ତି ଯେ ଏଠି ଫଟୋ ସୁଟିଂ, ପ୍ରି ୱେଡ଼ିଙ୍ଗ ଫଟୋ ସୁଟିଂ ହେଉଛି ଏଠି। ଆଉ ଭ୍ୟୁ ଆପଣ ଦେଖିପାରୁଥିବେ ସେପଟେ ପାଣିର ସହିତ ଯେଉଁ ପାଣି ପଏଣ୍ଟଟା ଦେଖିପାରିଲେ, ଏବେ ବି ଫଟୋ ସୁଟିଂ ଏଠି ଚାଲିଛି। ପୁରା ସୁଇଜରଲ୍ୟାଣ୍ଡ ଭଳିଆ ବା ଶୀତ ପ୍ରଧାନ ଦେଶ ଭଳିଆ ଭ୍ୟୁ ଆସୁଛି। ଏଇଟା ହେଉଛି ବରଫ ଭଳିଆ କିଛି ଦେଖାହେଉଛି, ବରଫର ଲୁକ୍ ଆସୁଛି। ଟୋଟାଲ ପ୍ଲେସ୍ଟା ଆହୁରି ବି ଅଛି, ଆପଣଙ୍କୁ ଆହୁରି ବି ଦେଖାଉଛି କ'ଣ କ'ଣ ଅଛି। ସୋ ଫାଇନାଲି ବର୍ତ୍ତମାନ ମୋର ସ୍ୱର୍ଗର ବୁଲାବୁଲି ସରିଗଲା। ବର୍ତ୍ତମାନ ଘରକୁ ଯିବାର ସମୟ। ତ ଥ୍ୟାଙ୍କ ୟୁ ଭିଡ଼ିଓ କଣ୍ଟିନ୍ୟୁ କରିଥିବାରୁ। ଆଉ ସ୍ୱର୍ଗ ଯଦି ଆପଣଙ୍କୁ ଭଲ ଲାଗିଛି ତାହେଲେ ନିଶ୍ଚିତ ଆସନ୍ତୁ। ଏଇ ଗୋଟେ ଡମ୍ପିଂ ୟାର୍ଡ, ଆଉ ଆର ରିନୋଭେସନ୍ ଏତେ ଭଲସେ ବନା ହେଇଛି। ଭ୍ୟୁ ବି ଦେଖିପାରୁଥିବେ, ଏଠି ବହୁତ ସାରା ପ୍ରି ୱେଡ଼ିଙ୍ଗ ଫଟୋ ସୁଟ୍ ହେଉଛି। ଆପଣ ଦେଖିପାରୁଥିବେ ପଛରେ ବହୁତ ସାରା ହେଉଥିଲା, ଏବେ ସରିଗଲାଣି ତାଙ୍କର। ତ ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ। ରିଷ୍ଟାର୍ଟ।
ऐसे रुकना। गो।